ତେଲକୋଇରେ 12 ଘଣ୍ଟିଆ ବନ୍ଦ ପାଳନ କଲା ସମାକୋଇ ଚକଦର ସମନ୍ୱୟ ସମିତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ବଣ ପାହାଡ଼ର ନିଘଞ୍ଚ ଏବଂ ଦୁର୍ଗମ ଅଞ୍ଚଳରେ ବସବାସ କରି ଜୀବିକା ନିର୍ବାହ କରନ୍ତି ଏହି ତେଲକୋଇ ଅଞ୍ଚଳବାସୀ। ଖୁବ୍ ଶାନ୍ତ ସରଳ ମଧ୍ୟରେ କାଳାତିପାତ କରୁଥିବା ଏହି ତେଲକୋଇ ବ୍ଲକରେ ଏବେ ସୃଷ୍ଟି ହୋଇଛି ଅଶାନ୍ତର ଝଡ଼। ଏହି ଅଶାନ୍ତ ଝଡ଼ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଅଞ୍ଚଳବାସୀ ସଂଗ୍ରାମ କରିଚାଲିଛନ୍ତି। ନିଦ ରହିଥିଲେ ମଧ୍ୟ ଆଖିକୁ ନିଦ ଆସୁନଥିବା ବେଳେ ଭୋକରେ କାତର ହୋଇଥିଲେ ମଧ୍ୟ ଖାଇବାର ଇଚ୍ଛା ଶକ୍ତି କେଉଁଆଡ଼େ ଉଭେଇ ଯାଉଛି। ବିରୋଧର ନିଆଁ ହୁ ହୁ ହୋଇ ଜଳୁଛି। କାରଣ ରାଜ୍ୟ ସରକାର ତେଲକୋଇ ବ୍ଲକର ପ୍ରାୟ 10ଟି ପଞ୍ଚାୟତକୁ ବିସ୍ଥାପିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ବହୁ ବିବାଦ ଘେରରେ ରହିଥିବା ସମାକୋଇ ଚକଦର ଜଳ ପ୍ରକଳ୍ପକୁ ନେଇ ତେଲକୋଇବାସୀ ଘୋର ବିରୋଧ କରି ଆସୁଛନ୍ତି। ଆଦର୍ଶ ରାଜନୀତିର ପଶାକାଠି ଖେଳି ରାଜ୍ୟଭାର ବହନ କରିଥିବା ସରକାର ଆଜି ତେଲକୋଇ ବ୍ଲକର ପ୍ରାୟ 10ଟି ପଞ୍ଚାୟତର ଜନସାଧାରଣଙ୍କ ଛାତିରେ ଅଶାନ୍ତର ଝଡ଼ ବହାଇ ଚାଲିଛନ୍ତି। ସମାକୋଇ ଚକଦରକୁ ଅଞ୍ଚଳବାସୀ ଘୋର ବିରୋଧ କରୁଥିଲେ ମଧ୍ୟ ପ୍ରଶାସନ ତେଲକୋଇବାସୀଙ୍କ ଦୁଃଖ ଶୁଣିବାରେ ଅବହେଳା କରିଛନ୍ତି। ସମାକୋଇ ଚକଦରରେ ଜଳ ପ୍ରକଳ୍ପ ହେଲେ କେନ୍ଦୁଝର ଜିଲ୍ଲା ଉପକୃତ ନ ହୋଇ ପଡ଼ୋଶୀ ଜିଲ୍ଲା ଲାଭବାନ ହେଉଥିବା ବେଳେ ଏ ଅଞ୍ଚଳରୁ ପ୍ରାୟ 10ଟି ପଞ୍ଚାୟତର ପରିବାର ବିସ୍ଥାପିତ ହୋଇଯିବେ। ତେଣୁ ଏହି ପ୍ରକଳ୍ପକୁ ପୂର୍ବରୁ ହିଁ ବିରୋଧ କରି ଆସୁଛନ୍ତି। ଆଜି ମଧ୍ୟ ତେଲକୋଇ ବ୍ଲକର ସମାକୋଇ ଚକଦର ସମନ୍ୱୟ ସମିତି ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରାରେ 49 ନମ୍ବର ଜାତୀୟ ରାଜପଥକୁ ପିକେଟିଂ କରି ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ସମାକୋଇ ଚକଦର ଜଳ ପ୍ରକଳ୍ପକୁ ରାଜ୍ୟ ସରକାର ବନ୍ଦ ନ କଲେ ଆନ୍ଦୋଳନ ଅଧିକ ତୀବ୍ରତର ହେବା ସହିତ ଉଗ୍ରରୂପର ଆନ୍ଦୋଳନ ସୃଷ୍ଟି ହେବ ବୋଲି ସମାକୋଇ ଚକଦର ସମନ୍ୱୟ ସମିତି ସୂଚନା ଦେଇଛି। ତେଲକୋଇ ବନ୍ଦ ଡାକରାରେ ଆଜି ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ଜାତୀୟ ରାଜପଥରେ ପିକେଟିଂ କରି ଯାନବାହନ ଚଳାଚଳକୁ ବନ୍ଦ କରିବା ସହିତ ରାଜ୍ୟ ସରକାରଙ୍କ ପାଖରୁ ଜବାବ ଚାହୁଁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ପ୍ରକଳ୍ପ ବନ୍ଦ ନ କରି ତେଲକୋଇ ବ୍ଲକର ନିରୀହ ଆଦିବାସୀଙ୍କୁ ଅଶାନ୍ତ ଝଡ଼ ଭେଟି ଦେବାକୁ ଚେଷ୍ଟା କରୁଥିଲେ ଆଗାମୀ ଦିନରେ ଆନ୍ଦୋଳନ ଅତି ତୀବ୍ରତର ହେବ ବୋଲି ସୂଚନା ମିଳୁଛି। ନିରୀହ ଆଦିବାସୀମାନଙ୍କ କରୁଣ ଭରା ଅନୁରୋଧ ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର କେମିତି ନିଘୋଡ଼ ନିଦରେ ଶୋଇ ରହିଛନ୍ତି ତାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସମାକୋଇ ଚକଦର ପ୍ରକଳ୍ପକୁ ନେଇ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଉଛନ୍ତି ସେହି ଅପେକ୍ଷାରେ ଅଞ୍ଚଳବାସୀ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।